ଗୋଟା ଛୋଟ ଗାଁରେ ରୂପା ନାମରେ ଗୋଟେ ସାଧାରଣ ଝିଅଟି ରହୁଥିଲା। ସେ ଅନେକ ସ୍ୱପ୍ନ ଦେଖୁଥିଲା, କିନ୍ତୁ ପରିବାରର ଆର୍ଥିକ ଅବସ୍ଥା ଭଲ ନଥିଲା। ଗାଁରେ ରାଜେଶ ନାମର ଗୋଟେ ଯୁବକ ସହିତ ତାର ପରିଚୟ ହେଲା। ଧୀରେ ଧୀରେ ସେମାନେ ମିଶିଲେ ଓ ହସିଲେ ଓ ବହୁତ ଗୁଡ଼ା ସ୍ୱପ୍ନ ଦେଖିବାକୁ ଚାହିଁଲେ। ରୂପାର ମନ ହେଉଥିଲା ଜୀବନଟି ସୁନ୍ଦର ହେଇଗଲା। ଜୀବନଟା ମୋର ସୁନ୍ଦର ହେଇଗଲା। କିନ୍ତୁ କିଛି ଦିନ ପରେ ରାଜେଶ ଚାକିରି ପାଇଁ ସହରକୁ ପଳେଇଲା। ପ୍ରଥମେ ସେ ପତ୍ର ଲେଖୁଥିଲା, ଫୋନ୍ କରୁଥିଲା, କିନ୍ତୁ ସମୟ ସହିତ ସେ ସମ୍ପର୍କ ଅସଲି ଆସିଗଲା। ଗୋଟାଏ ଦିନ ରାଜେଶ ସୃଷ୍ଟି କରିଦେଲା ଯେ, ରୂପା, ମୋର ସହରରେ ନୂଆ ଜୀବନ ଆରମ୍ଭ ହୋଇଛି, ତୁମେ ସେଥିରେ ନାହଁ। ଏହି କଥା ଶୁଣି ରୂପାର ହୃଦୟ ଭାଙ୍ଗିଗଲା। ସେ ଗାଁରେ ନଦୀ କୂଳରେ ବସି ଆଖିରୁ ଲୁହ ପୋଛୁଥିଲା। ତା ମନ ଲାଗୁଥିଲା, ମୋର ସ୍ୱପ୍ନ, ମୋର ବିଶ୍ୱାସ ସବୁକିଛି ଭାଙ୍ଗିଗଲା। କିନ୍ତୁ ଧୀରେ ଧୀରେ ସେ ନିଜକୁ ସମ୍ଭାଳିଲା ଓ ଗୋଟା ଝିଅକୁ ଗାଁରେ ପଢ଼ାଇବାକୁ ଆରମ୍ଭ କଲା। ସେମାନଙ୍କୁ ସମ୍ବଲୀନ କରିବାକୁ ଚେଷ୍ଟା କଲା। ରୂପା ବୁଝିଲା ଯେ ପ୍ରେମ ମାନେ କେବଳ ଲଭ୍ ନୁହେଁ, ପ୍ରେମ ମାନେ ନିଜକୁ ମଜବୁତ କରିବା ଓ ଅନ୍ୟକୁ ଆଲୋକିତ ଦେବା। ଗାଁରେ ସିଏ ଶକ୍ତିର ପ୍ରତୀକ ବୋଲି ପରିଚିତ ହେଲା। ଏ ଗପର ଶିକ୍ଷା ଏହା ହେଲା ଯେ, ଜୀବନରେ କେହି କାହାକୁ ଛାଡ଼ି ଦେଇପାରେ, କିନ୍ତୁ ସେଥିରେ ଜୀବନ ଥିବା ଯାଏଁ ସତ୍ୟ ପ୍ରେମ ହେଉଛି ନିଜକୁ ଜିତିବାକୁ ଶିଖେଇବା।